आम्भेମାନେ କିଛି ଦରଖାସ୍ତ ବିଷୟରେ କିଛି ପ୍ରଧାନ ଶିକ୍ଷକ ପାଖରୁ ଲେଖିବା। ପ୍ରଥମେ ଉପରେ ଲେଖିବ, ଦରଖାସ୍ତ ଉପରେ ଆପଣ ଲେଖିବେ। ତାପରେ ତୁମ ଦେହ ଖରାପ ଥିବାରୁ ତୁମେ ଖେଳ ଛୁଟିରୁ ଘରକୁ ଯିବାକୁ ଚାହୁଁଛ, ସେଥିପ୍ରତି ଅନୁମତି ଭିକ୍ଷା କରି ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲେଖିବ। ଆପଣଙ୍କର ଯେକୌଣସି ଦେହ ଖରାପ ଥିବ ସେହି ହିସାବରେ ଆପଣ ଲେଖିବେ। ତାପରେ ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ କେଲାଙ୍ଗ ଶାସନ ପ୍ରାଥମିକ ବିଦ୍ୟାଳୟର ଭଦ୍ରକ। ଆପଣ କ'ଣ କରିବେ, ଆପଣଙ୍କର ଯେଉଁ ଗ୍ରାମ ହେଉଛନ୍ତି ଆପଣଙ୍କର ସେଇ ଗ୍ରାମ ଆପଣମାନେ ଲେଖିବେ। ଆପଣଙ୍କ ଗ୍ରାମ ଏଠି ଭଦ୍ରକ ଲେଖା ହେଇଛି, ଆପଣଙ୍କର ଯେକୌଣସି ଗ୍ରାମ ହେଉଥିବ ଆପଣ ଏଇଠି ଲେଖିବେ। ତାପରେ ଲେଖିବେ ମହୋଦୟ, ତାପରେ ଡଟ୍ 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 ଦେବେ। ଏପଟେ ଲେଖିବେ ସମୀପେଷୁ ଶ୍ରେଣୀ ଶିକ୍ଷକଙ୍କ ଜରିଆରେ। ତାପରେ କ'ଣ ଲେଖିବେ, ମହାଶୟ ଲେଖିବ। ମୁଁ ଆପଣଙ୍କ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ଛାତ୍ରୀ ଅଛି। ଆପଣ ଯେଉଁ ଶ୍ରେଣୀରେ ପାଠ ପଢ଼ୁଥିବେ ଆପଣ ସେଇ ଶ୍ରେଣୀରେ ଏଇଠି ଲେଖିବେ। ଆଜି ଦ୍ୱିତୀୟ ପିରିୟଡ଼ ଠାରୁ ମୁଁ ଅସୁସ୍ଥ ଅନୁଭବ କରୁଛି। ଆପଣ ଦ୍ୱିତୀୟ ପିରିୟଡ଼ରେ ଆପଣ ଯେକୌଣସି ପ୍ରଥମ ପିରିୟଡ଼ ହେଇପାରେ କି ଚତୁର୍ଥ ପିରିୟଡ଼ ହେଇପାରେ, ଯେଉଁ ପିରିୟଡ଼ରେ ଆପଣଙ୍କ ଦେହ ଅସୁସ୍ଥ ଥିବ ସେଇ ପିରିୟଡ଼ ଆପଣ ଲେଖିବେ। ମୋତେ ଜ୍ୱର ଆକ୍ରାନ୍ତ କରିଥିବା ପରି ଲାଗୁଛି। ଆପଣଙ୍କର ଦେହ ଯାହା ହେଉଥିବ ଆପଣ ଏଇଠି ଆପଣ ଲେଖିବେ। ମୋର ମୁଣ୍ଡ ବ୍ୟଥା ହେଉଛି। ଆପଣଙ୍କର ମୁଣ୍ଡ ବ୍ୟଥା ହେଲେ ଆପଣ ଲେଖିବେ। ଆପଣଙ୍କର ଯଦି ଜ୍ୱର ହେଉଛି ଆପଣ ଜ୍ୱର ଲେଖିବେ। ଏଣୁ ମୁଁ ଶ୍ରେଣୀରେ ବସି ନ ଦେଇ ପାଠ ପଢ଼ି ପାରୁନାହିଁ। ତାପରେ ଲେଖିବେ ଏଣୁ ବିନତି ଅନୁରୋଧ କରେ କି ଆପଣ ଦୟାପରବଶ ହୋଇ ମୋତେ ଖେଳ ଛୁଟିରୁ ଘରକୁ ଯିବାକୁ ଅନୁମତି ପ୍ରଦାନ କଲେ ମୁଁ କୃତଜ୍ଞ ହେବି। ଆପଣ ଯେଉଁ ଛୁଟିରେ ନେଇଥିବେ ସେଇ ଛୁଟିରେ ଆପଣ ପ୍ରଧାନ ଶିକ୍ଷକ ପାଖକୁ ଲେଖିବେ। ତାପରେ କ'ଣ କରିବେ, ବାମ ପଟରେ ଆପଣଙ୍କର ଯେଉଁ ସ୍କୁଲ ହେଇଥିବ ସେଇଠି ଆପଣଙ୍କ ଶିକ୍ଷକ, ଏଠି ଲେଖା ହେଇଛି କ'ଣ କେଳାଙ୍ଗ ଶାସନ, ଆପଣଙ୍କର ଯେଉଁ ସ୍କୁଲ ହେଇଥିବ ସେଇ ପ୍ରାଥମିକ ବିଦ୍ୟାଳୟ। ଆପଣମାନେ ଯେଉଁଦିନ ଛୁଟି ନେଇଥିବେ ସେଇ ତାରିଖ ଏଠି 24/11/18 ଲେଖା ହେଇଛି। ଆପଣ ଯଦି 25/11/18 ଲେଖିବେ, ଆପଣ ଯେଉଁଦିନ ଛୁଟି ନେଇଥିବେ ଆପଣ ଏଇଠି ଲେଖିବେ। ତାପରେ କ'ଣ କରିବେ, ଡାହାଣ ପଟକୁ ଆଣିବେ, ଇତି ଲେଖିବେ। ଆପଣଙ୍କର ଆଜ୍ଞାଧୀନା ଛାତ୍ରୀ, ଆପଣ ଯଦି ଛାତ୍ରୀ ହେଇଥିବେ ଛାତ୍ରୀ ଲେଖିବେ, ଛାତ୍ର ହେଇଥିଲେ ଛାତ୍ର ଲେଖିବେ। ତା ତଳକୁ ଲେଖିବେ ଆପଣଙ୍କର ନାମ ଲେଖିବେ। ଏଠି ଲେଖା ହେଇଛି ସୁଶ୍ରୀ ସାବିତ୍ରୀ ଦ୍ୱିବେଦୀ। ଆପଣଙ୍କ ନାମ ଯାହା ହେଇଥିବ ଏଠି ଲେଖିବେ। ତାପରେ ଏଠି ଲେଖା ହେଇଛି ଚତୁର୍ଥ ଶ୍ରେଣୀ, ଆପଣ ଯେଉଁ କ୍ଲାସରେ ପଢ଼ୁଥିବେ ଆପଣ ସେଇ କ୍ଲାସ ଏଠି ଲେଖିବେ। ତାପରେ ଲେଖା ହେଇଛି ରୋଲ୍ ନମ୍ବର 1, ଆପଣଙ୍କର ରୋଲ୍ ନମ୍ବର ଧର 5 ଲେଖିବେ। ଆପଣଙ୍କର ଯଦି 7 ଲେଖିବେ। ଆପଣଙ୍କ ରୋଲ୍ ନମ୍ବର ଯାହା ହେଇଥିବ ସେଇଆ ଲେଖି ପ୍ରଧାନ ଶିକ୍ଷକଙ୍କୁ ଦେବେ।